କେବେ ଦଳକୁ ଫେରିବେ ହାର୍ଦ୍ଦିକ ପାଣ୍ଡ୍ୟା? ହାର୍ଦ୍ଦିକ ପାଣ୍ଡ୍ୟା କେତୋଟି ମ୍ୟାଚ୍ରୁ ବାଦ୍ ପଡ଼ିଲେ, ପୁଣି କେବେ ଫେରିବେ ଦଳକୁ? ଜାଣନ୍ତୁ ତାଜା ଅପଡେଟ୍। ଆପଣ ଦେଖୁଛନ୍ତି ପ୍ରଧାନ ନ୍ୟୁଜ୍ ଓଡ଼ିଶା ଚ୍ୟାନେଲ୍। ଯେଉଁ ଚ୍ୟାନେଲରେ ଆପଣଙ୍କୁ ଓଡ଼ିଶାର ଦେଶ ବିଦେଶର ସମସ୍ତ ଖବର ବରାବର ମିଳିଯାଏ। ତା ସହ ଆପଣଙ୍କୁ ଖେଳ ଖବର ମଧ୍ୟ ବରାବର ମିଳିଯାଏ। ଏବଂ ଯଦି ଆପଣମାନେ କେବଳ ଖେଳ ଖବର ସହିତ ଅପଡେଟ୍ ରହିବାକୁ ଚାହୁଁଛନ୍ତି, ନିଶ୍ଚିତ ଭାବରେ ଆପଣମାନେ ଏହି ଭିଡ଼ିଓର ଡେସ୍କ୍ରିପସନ୍କୁ ଯାଇକି ମୋର ପ୍ରଧାନ କ୍ରିକେଟ୍ ଶୋ ଚ୍ୟାନେଲକୁ ସବସ୍କ୍ରାଇବ୍ ରଖନ୍ତୁ, କାରଣ ସେଠାରେ ଆପଣଙ୍କୁ କେବଳ ଖେଳ ଖବର ବରାବର ମିଳିଯାଏ। ହଁ ଆଜ୍ଞା, 2026 IPL ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଅଧିନାୟକତ୍ୱକୁ ନେଇ ନିରନ୍ତର ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଏହି ସମୟରେ ତାଙ୍କୁ ଲକ୍ଷ୍ନୌ ସୁପର ଜାୟାଣ୍ଟ ବିପକ୍ଷ ମ୍ୟାଚ୍ରୁ ବିଦାୟ ହେବାକୁ ପଡ଼ିଥିଲା। ଟସ୍ ସମୟରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ପଦ ସମ୍ଭାଳିଥିଲେ ଏବଂ ହାର୍ଦ୍ଦିକ ଅସୁସ୍ଥ ଥିବା ପ୍ରକାଶ କରିଥିଲେ। ଏବେ ଅନିବାର୍ଯ୍ୟ ପ୍ରଶ୍ନ ଉଠୁଛି, ହାର୍ଦ୍ଦିକ କେବେ ସୁଦ୍ଧା ଦଳକୁ ଫେରିପାରିବେ ନା ଲିଗ୍ ପର୍ଯ୍ୟାୟରେ ସେ ଗୋଟିଏ ବି ମ୍ୟାଚ୍ ଖେଳିପାରିବେ ନାହିଁ? ହାର୍ଦ୍ଦିକ କେବେ ଫେରିବାର ସମ୍ଭାବନା ଅଛି ତାହା ଆସନ୍ତୁ ଜାଣିବା। ହାର୍ଦ୍ଦିକ ପାଣ୍ଡ୍ୟା ଅଣ୍ଟା ସ୍ପାମ୍ସ ଏବଂ ମାଂସପେଶୀରେ ଟାଣ ସମସ୍ୟାରେ ପୀଡ଼ିତ ଅଛନ୍ତି। ଯଦିଓ ଏହା ଏକ ବହୁତ ଗୁରୁତର ଆଘାତ ନୁହେଁ, କିନ୍ତୁ ଏଥିରୁ ସୁସ୍ଥ କରିବା ପାଇଁ ପର୍ଯ୍ୟାପ୍ତ ବିଶ୍ରାମ ଆବଶ୍ୟକ। ହାର୍ଦ୍ଦିକଙ୍କ ଆଘାତର ଗମ୍ଭୀରତା ବିଷୟରେ ବର୍ତ୍ତମାନ କୌଣସି ଅପଡେଟ୍ ନାହିଁ, କିନ୍ତୁ ସାଧାରଣତଃ ବରଫ ଲଗାଇବାର 1ରୁ 2 ଦିନ ପରେ ପିଠି ସ୍ପାମ୍ ଠିକ୍ ହୋଇଯାଏ। ଯଦି ଯନ୍ତ୍ରଣା ଗୁରୁତର ହୁଏ, ତେବେ ଆରୋଗ୍ୟ ପାଇଁ ସାଧାରଣତଃ ବରଫ ଲଗାଇବା ସହିତ 1 ସପ୍ତାହ ବିଶ୍ରାମ ଯଥେଷ୍ଟ। ଯଦିଓ ହାର୍ଦ୍ଦିକଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଗୋଟିଏ ସପ୍ତାହ ଲାଗିଯିବ, କିନ୍ତୁ ତାଙ୍କୁ କୌଣସି ମ୍ୟାଚ୍ ହରାଇବାକୁ ପଡ଼ିବ ନାହିଁ, କାରଣ ମୁମ୍ବାଇର ପରବର୍ତ୍ତୀ ମ୍ୟାଚ୍ ଏବେଠାରୁ 6 ଦିନ ପାଇଁ ସ୍ଥିର ହୋଇଛି। 6 ଦିନର ବିରତି ସହିତ ପାଣ୍ଡ୍ୟା ତାଙ୍କ ଆଘାତରୁ ସହଜରେ ସୁସ୍ଥ ହୋଇପାରିବେ। କିନ୍ତୁ ଆପଣମାନେ ଜାଣିଛନ୍ତି, ଆପଣ ଯଦି ମୁମ୍ବାଇ ଇଣ୍ଡିଆନ୍ସ ଫ୍ୟାନ୍ ଅଛନ୍ତି, ଏହି ଭିଡ଼ିଓକୁ ଦେଖିବାକୁ ଅଛନ୍ତି, ଆପଣ ଜାଣିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ବହୁତ ନିରାଶ କରିଛନ୍ତି ଏଥର ମୁମ୍ବାଇ ଇଣ୍ଡିଆନ୍ସ ଫ୍ୟାନ୍ଙ୍କୁ। ରୋହିତ ଶର୍ମା ଇଞ୍ଜର୍ଡ ହୋଇ ବସିଲା ପରେ ମୁମ୍ବାଇ ଇଣ୍ଡିଆନ୍ସ ଯେଉଁଭଳି ଭାବରେ ହାରିଚାଲିଲା ଏବଂ ଟୁର୍ଣ୍ଣାମେଣ୍ଟରୁ କହିଲା ଭଳି ବାଦ୍ ମଧ୍ୟ ହୋଇଗଲା। ଟୁର୍ଣ୍ଣାମେଣ୍ଟରୁ ବାହାର ମଧ୍ୟ ହୋଇଗଲା। ଆଉ କ୍ୱାଲିଫାଏ କରିବାର ଆଶା ଜମାରୁ ବି ନାହିଁ। 99% ଆଶା ଭାଙ୍ଗିଯାଇଛି ଯେ କ୍ୱାଲିଫାଏ ଆଉ କରିପାରିବ ନାହିଁ। ଏବଂ ଏଭଳି ପରିସ୍ଥିତିରେ ସମସ୍ତେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହିଁ ସମାଲୋଚନା କରୁଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖରାପ କ୍ୟାପ୍ଟେନ୍ସି ବୋଲି କହୁଛନ୍ତି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖରାପ ପରଫର୍ମାନ୍ସ ବୋଲି କହୁଛନ୍ତି। ଯଦି ଦେଖିବା, ହାର୍ଦ୍ଦିକ ପାଣ୍ଡ୍ୟା ଏହି ସିଜିନ୍ରେ ତାଙ୍କର ଖରାପ ଅଧିନାୟକତ୍ୱ ପାଇଁ ଟ୍ରୋଲ୍ ମଧ୍ୟ ହେଉଛନ୍ତି। ତାଙ୍କର ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ଅତ୍ୟନ୍ତ ଖରାପ ରହିଛି। ଏପର୍ଯ୍ୟନ୍ତ ସେ 8ଟି ମ୍ୟାଚ୍ରେ ମାତ୍ର 20 ହାରରେ 146 ରନ୍ କରିଛନ୍ତି। ଏହି ସିଜିନ୍ରେ ସେ ବ୍ୟାଟ୍ ସହିତ ଗୋଟିଏ ବି ଅର୍ଦ୍ଧଶତକ କରିପାରି ନାହାନ୍ତି ଏବଂ ଷ୍ଟ୍ରାଇକ୍ ରେଟ୍ ମଧ୍ୟ ସେତେ ଆଖିଦୃଶିଆ ନାହିଁ। ଅନ୍ୟପକ୍ଷରେ ବୋଲିଂ ଦୃଷ୍ଟିରୁ ସେ ଏପର୍ଯ୍ୟନ୍ତ କେବଳ 4ଟି ୱିକେଟ୍ ନେଇଛନ୍ତି ଏବଂ ଇକୋନମିରେ ରନ୍ ମଧ୍ୟ ଦେଇଛନ୍ତି। ତ ଏହି କ୍ୟାପ୍ଟେନ୍ସିରେ ମଧ୍ୟ ସେ ଏହିଭଳି ଭାବରେ ଛୋଟ ରନ୍ ସାଇଜ୍କୁ ମଧ୍ୟ ଚେସ୍ କରିପାରିନାହାନ୍ତି ଏବଂ ଡିଫେଣ୍ଡ ମଧ୍ୟ ବଡ଼ ରନ୍କୁ କରିପାରିନାହାନ୍ତି। ତେବେ ଏହିଭଳି ଭାବରେ ଖରାପ ପ୍ରଦର୍ଶନ ମୁମ୍ବାଇ ଜାରି ରଖିଥିଲା ଏବଂ ଏହି ମ୍ୟାଚ୍ରେ ରୋହିତ ଶର୍ମାଙ୍କ ଏବଂ ରିକେଲଟନ୍ଙ୍କ ବ୍ୟାଟିଂ ବଳରେ ଏବଂ ବୋଲରଙ୍କ ସାମଗ୍ରିକ ସଫଳତା ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚ୍ଟି ଜିତିଲା। ଯଦି ବି ଲଗାତାର 4ଟି ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଜିତୁଛି, ତେବେ ତାକୁ 8 ପଏଣ୍ଟ ମିଳିବ ଏବଂ ଏବେ ତାର 6 ପଏଣ୍ଟ ସହ ତାକୁ ଟୋଟାଲ୍ 14 ପଏଣ୍ଟ ମିଳିବ। ଆଉ 14 ପଏଣ୍ଟରେ ଗୋଟେ ଟିମ୍ କ୍ୱାଲିଫାଏ କରିବାଟା 99% ବହୁତ କଷ୍ଟକର ହୋଇଥାଏ। ତେବେ ଯଦି ସେମିତି କିଛି ହେବାର ଥିବ, ତେବେ ନିଶ୍ଚିତ ଭାବରେ ନେଟ୍ ହିସାବରେ 14 ପଏଣ୍ଟରେ ମଧ୍ୟ 4 ନମ୍ବର ପୋଜିସନରେ ରହିପାରିବ ଗୋଟିଏ ଟିମ୍। ତ ଦେଖାଯାଉ କ'ଣ ହେଉଛି। ଆମେ ଆମର ମୁମ୍ବାଇ ଇଣ୍ଡିଆନ୍ସକୁ ସପୋର୍ଟ କରି ଚାଲିବା। ଯଦି ଆପଣମାନେ ମୁମ୍ବାଇ ଇଣ୍ଡିଆନ୍ସ ଫ୍ୟାନ୍ସ, ମୁମ୍ବାଇ ଇଣ୍ଡିଆନ୍ସକୁ ସପୋର୍ଟ କରି ଚାଲନ୍ତୁ। ଆଉ ଏହି ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରନ୍ତୁ, କାରଣ ଏଠାରେ ଆପଣଙ୍କୁ ସମସ୍ତ ଖେଳ ଖବର ବରାବର ମିଳିଯାଏ। ତେବେ ରହୁଛି, ନମସ୍କାର, ଜୟ ଜଗନ୍ନାଥ, ଜୟ ହିନ୍ଦ।